ସବୁବେଳେ ଡେଲି ଡେଲି ରୋଷେଇବାସ ଦେଖି ଦେଖି ଆପଣମାନେ ବି ବୋର୍ ହେଇଗଲେଣି। ତ ଚାଲୁନାହାନ୍ତି ଟିକେ ବୁଲିଯିବା। ଆଉ ଆମେ ଏଠି ସ୍ୱାମୀ ସ୍ତ୍ରୀ ଛୁଆ ସମସ୍ତେ ବାହାରି ଗଲୁଣୁ, ଆପଣମାନେ ବି ଆମ ସହିତ ଆସନ୍ତୁ। ତ ଦେଖୁନାହାନ୍ତି ଆମେ ଏଇଟା କେଉଁ ରୋଡ଼ରେ ଯାଉଛୁ। ଯେଉଁମାନେ ଜାଣିପାରୁଛନ୍ତି କମେଣ୍ଟ କରନ୍ତୁ, ଆଉ ଯେଉଁମାନେ ଜାଣିପାରୁନାହାନ୍ତି ଭିଡ଼ିଓଟିକୁ ଦେଖନ୍ତୁ। ମୁଁ ନିଶ୍ଚୟ କହିବି ଆଉ ଆପଣମାନେ ଜାଣିପାରିବେ। ଶୀତୁଆର ପହିଲି କିରଣ ଖାଇ ବାହାରିଲୁ ମହାନଦୀ ଟଟଟି ଡେଇଁ। ଆଉ କୁଆଡ଼େ ଯାଉଛୁ ଚାଲୁନାହାନ୍ତି ଦେଖିବେ। ଦେଖୁନାହାନ୍ତି ରୋଡ଼ ସାଇଡ଼ରେ ପୁରା ମାଛ ଚିଙ୍ଗୁଡ଼ି ସବୁ ପୁରା ଗଦା ଗଦା ବିକ୍ରି ହେଉଥିଲା। ଆଉ ଏପଟେ ଯେଉଁ କ'ଣ କହିଲେ କାଜୁ, ସେଇଟା ବି ଶୀତଦିନ ବହୁତ ଆଭେଲେବୁଲ୍, ସବୁ ମିଳୁଥିଲା ଏଠି। ଆଉ ଏପଟେ ଗଲାବେଳକୁ ଟ୍ରେନ୍ ଲାଇନ୍ରେ ଟ୍ରେନ୍ ବି ଯାଉଥିଲା। ଓହୋ ଶୋଭନୀୟ ଦୃଶ୍ୟ ଦେଖିକିନା ତ ପୁରା ମନୋରମ। ଆଉ ଦେଖୁନାହାନ୍ତି ଆମେ ବ୍ରିଜ୍ ଦେଇକିନା ବାହାରି ଗଲୁ କୁଆଡ଼େ କହିଲେ। ଆଉ ଛାଡ଼ନ୍ତୁ ଆପଣଙ୍କୁ ଆଉ ସସ୍ପେନ୍ସ ରଖୁନି। ପୁଅ ମୁଁ ସମସ୍ତେ ଆମେ ଚାଲି ଯାଇଥିଲୁ କୁଆଡ଼େ କହିଲେ, ଚୌଦ୍ୱାର। କାହିଁକି ଯାଇଥିଲୁ ଆଉ କେଉଁ ଜାଗା କ'ଣ ପାଇଁ ଯାଇଥିଲୁ ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ ଆଉ ଚାଲନ୍ତୁ ଆମ ସହିତ। ଆପଣମାନେ ଚାଲିଲେ ସିନା ଜାଣିପାରିବେ। ତ ମୁଁ ଆକ୍ଚୁଆଲି ମହାନଦୀ ବ୍ରିଜ୍ ପାଖରେ ଟିକେ ଓହ୍ଲେଇ ପଡ଼ିଥିଲି। କାହିଁକି କହିଲେ ଏତେ ସୁନ୍ଦର ନଈଟା ଦେଖାଯାଉଥିଲା, ଆଉ ପାଖରୁ ବହୁତ ଦିନ ହେବ ଦେଖିନଥିଲି। ତ ସେଥିପାଇଁକି ମୁଁ ଏଠି ଟିକେ ଭିଡ଼ିଓ କରିକି ଆପଣମାନଙ୍କ ସହିତ ସେୟାର କରିଦେଇଥିଲି। ଆଉ ଦେଖନ୍ତୁ ଫାଇନାଲି ଆମେ ପହଞ୍ଚିଗଲୁ ଚୌଦ୍ୱାରରେ। ତ ସାଇଡ଼ରେ ବିକ୍ରି ହେଉଥିଲା ହଳଦୀ ପତ୍ର, ଆଉ ସବୁ ବିଭିନ୍ନ ପ୍ରକାର ଭେଜିଟେବୁଲ୍ସ, ଆଉ ସବୁ ପୁରା ଗଦା ଗଦା ବିକ୍ରି ହେଉଥିଲା। ଆଉ ସବୁ ଦେଖି ଦେଖି ସାରି ଆମେ ଫାଇନାଲି ପହଞ୍ଚିଗଲୁ ମା ଦକ୍ଷିଣକାଳୀଙ୍କ ମନ୍ଦିରରେ। ଆଉ ସେଠି ଯେହେତୁ ଥଣ୍ଡା ପଡ଼ିଛି ଆଉ ଖରା ଟିକେ ହେଇଥିଲା, ବହୁତ ବଢ଼ିଆ ଲାଗୁଥାଏ। ଆକ୍ଚୁଆଲି ଶୀତ ଦିନେ ବୁଲିବା ପାଇଁକି ବହୁତ ଭଲ ଲାଗେ। ଅଳ୍ପ ଅଳ୍ପ ଖରା ଦେହରେ ଟିକେ ବାଜୁଥିବ, ସେଥିରେ ଯେଉଁ ଶାନ୍ତି କୁହନ୍ତୁନି। ତ ଚାଲନ୍ତୁ ଆପଣମାନଙ୍କୁ ମନ୍ଦିର ଭିତରକୁ ନେଇଯାଉଛି, ଆଉ ଆପଣମାନେ ଦେଖିବେ କେତେ ସୁନ୍ଦର ଜାଗାଟା। ଏଠି ଗଣେଶଙ୍କର ମୂର୍ତ୍ତି ଆଗରେ ଥିଲା। ଆଉ ଯେହେତୁ ମା ଦକ୍ଷିଣକାଳୀଙ୍କ ମନ୍ଦିର, ଏଠି ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବି ଥିଲେ। ଆଉ ଏଠି ମାଆଙ୍କୁ ମୁଁ ମୁଣ୍ଡିଆଟେ ମାରିଲି, ପୁଅକୁ ବି କହିଲି ମୁଣ୍ଡିଆଟେ ମାରିବା ପାଇଁକି। ଆଉ କରିକିନା ନମସ୍କାର ହେଇକିନା ଆମେ ଚାଲିଲୁ ଏଠି ଜଗନ୍ନାଥଙ୍କ ମନ୍ଦିର। ଆଉ ପୁଅ ଜିଦି କଲା ନାଇଁ ମୁଁ ଆଉ ଚାଲିପାରିନି, ମୋତେ କାଖା। ତ ତାକୁ କାଖେଇଲି। ଏଠି ଟିକେ ମାଆଙ୍କ ମନ୍ଦିରରେ ବସିଲି, ଟିକେ ମାଆଙ୍କୁ ବହୁତ ସମୟ ଦେଖିଲି ନିରୀକ୍ଷେଇକି, ଯେମିତି ପୁରା ମନ ଭରିବା ଯାକେ। ଆଉ ତାପରେ ଆମେ ଚାଲିଲୁ ମନ୍ଦିର ବେଢ଼ା ପରିକ୍ରମା କରିବାକୁ। ତ ଚାଲନ୍ତୁ ଆପଣମାନଙ୍କୁ ପୁରା ଭିଜୁଆଲ୍ ଦେଖାଉଛି ମନ୍ଦିର ଭିତରର। ଆଉ ଏଠି ମନ୍ଦିରର ପ୍ରସାଦ ବି ମାନେ କ'ଣ କହିଲେ ଆଭେଲେବୁଲ୍, କିନ୍ତୁ ମୁଁ ଯେହେତୁ ଘରେ ରୋଷେଇ କରିକି ଯାଇଥିଲି ସେଥିପାଇଁକି ଆମେ ପ୍ରସାଦ ଖାଇନଥିଲୁ, ଆମେ କେବଳ ମନ୍ଦିର ବୁଲିକିନା ଆସିଥିଲୁ। ଆଉ ସବୁଠୁ ଇଣ୍ଟରେଷ୍ଟିଂ ଜିନିଷ ଏ ମନ୍ଦିରରେ ଗୋଟେ ବଢ଼ିଆ ଜିନିଷ ଦେଖିଲି। କ'ଣ ଦେଖିଲି ଆପଣମାନେ ଚାଲନ୍ତୁ ଭିତରକୁ ଦେଖାଉଛି। ଆଉ ଏଠି ଦେଖନ୍ତୁ ମହାଦେବଙ୍କର ବି ଗୋଟେ ବଢ଼ିଆ ମୂର୍ତ୍ତି ଅଛି। ଆଉ ସବୁଠୁ ଇଣ୍ଟରେଷ୍ଟିଂ ଜିନିଷ କହୁଥିଲି, ଏଇ ଆମର କୁନି ହମାଟେ। ଏଇ ହମାଟାକୁ ଦେଖିକି ମୋ ପୁଅର ଜିଦି କାନ୍ଦ ସବୁ କୁଆଡ଼େ ପଳେଇଲା। ସିଏ ତାର ପୁରା ଖେଳରେ ମାଜିଗଲା, ଆଉ ମୁଁ ଏଠି ବି ତା ସହିତ ଏତେ ସୁନ୍ଦର ହମାଟା ଦେଖିକିନା ମୁଁ ବି ବହୁତ ଖୁସି ହେଇଗଲି। ଆମେ ମା ପୁଅ ଟିକେ ମସ୍ତି କଲୁ। ଆଉ ତା ସହିତ ଆପଣମାନଙ୍କ ସହିତ ଭିଡ଼ିଓଟି ସେୟାର କରିବି ବୋଲିକିନା ବି ଗୋଟେ ବଢ଼ିଆ ଭିଡ଼ିଓଟେ ବନେଇଦେଲି। ତାପରେ ଆମେ ଏତିକି ବୁଲାବୁଲି କରି ଫେରି ଆସିଲୁ, କାରଣ ପୁଅର